धरी हे कृष्ण कही दिया एते लोक अछंती समय आग मुहे जणे आग ही जे सरी गला पर मु टोटल आपण फोटो न उठेले जे घर को जीवी धन्यवाद हे कृष्ण तमे तो बाबा पाई राजी ही मु आगे आगे मंदिर को जाऊँ तमें खाली तुम बापा सागर आसी मंदिर में पहुंची जाओ सही मो असल रूपटा देख सही मु दई तारी खंड भय तुम बड़ देशर अपेक्षा करी खरा होउची वर्षा होउची दई तारी खंड महा होउची धन्यवाद विशेष समय नेबिनी आशा करी रश्मि माँ तमें कोठी अच्छ मंच देख समय आज्ञा हुए भयभीत तेणु आशा करी आम भाई मान मत टाणी ने निजे भोगे रही आमको खुआए जानिच कि निजे दुखे रही आमको हसाए जानिच कि सिए माँ आम माँ सिए माँ आम माँ धन्यवाद आगू घोषेनी तमें घोषिच कि घोषेनी असुविधा से धन्यवाद आगे आगु गोटे भजन प्ले होता गणपति बाबा मोरिया बाडे चला जी नड़िया साइना एंटरटेनमेंट गणेश पूजा उपलक्षे दीज युव प्रयोजक आकाश भाई सुजीत भाई भाई हाथ हल देवे आपणकर आशीर्वाद रे आपण भल पाई मत से गीत रे सुजोग देथिबार आपनको बहुत बहुत धन्यवाद आशा करी आपण मानकर भल पाइबा से गीत संगे निहाती रहिबो एबे डायलॉग शांति देवी निहाती हबो आगे एइठु आरंभ करिबा भोला शंकर रो यात्रा राणी सिंह बाहिनी रो नाटक भोला शंकर प्रेम डाकिले हृदयटा तोर आ कंफ्यूज कले नो सिंपैथी नो सब करना एथर डिसीजन तोर किए पसंद भोला ना शंकर बाबा मार गंजाई खिया बेकरे बासुकी झटरे गंगा अवश्य कले हर हर महादेव और शत्रुता कले ओनली गंगा जय शंभु धन्यवाद भाई को फरमाइश रे गत वर्षर नाटक हाइदर जो नाटक को आपण माने बहुत सारा भल पाइबा देइचंती राजधानी रे मु देखिछि खंडगिरी रे आपण ढेर सारा भल पाइबा देइचंती सेही नाटक रु पदे डायलॉग साळीटा अभिशाप देई गला अभिशाप दबा कथा हेले को अभिशाप भइबे कि नै सेटा मु जानि नि मोहिनी निसे किंतु तम जोड़ी की भले देखि कांदी चरित्र ए हाइदर नुह कहीं हाइदर हिरो नुह से हिरो मान राति सारा कांदती सकाळे हसंती हेले विलन राति सारा हसे सकाळे मरे आमे भिला आई लाइक टू बी भिला थैंक यू आवरी जोरे दी हाथ ऊपर करी चाहिए जय जगन्नाथ प्रथमे धन्यवाद देवी कमिटी भाई मानू समय परिस्थिति मत यात्रा दूरी रखी भी प्रयास मत आज आपण पाखे ठिया कर आज मो मंच आपण मान ठिया मंच तले बसी मोर दर्शक भगवान मानू
ଆପଣଙ୍କର ଏଇ ଛୋଟିଆ କଳାକାର ପୀୟୁଷ ତ୍ରିପାଠୀର ଏଇଠୁ ମଥା ନୂଆ ପ୍ରଣାମ। ଆଜି ମୁଁ ଯାହା ବି ହେଇଛି ଯୋଉଠି ବି ପହଞ୍ଚିଛି ତାର ଅବଦାନ କେବଳ ଆପଣମାନେ ଆପଣଙ୍କର ଭଲ ପାଇବା ଆଶୀର୍ବାଦ ମତେ ଏଇଠି ପହଞ୍ଚେଇ ପାରିଛି। ସେଥିପାଇଁ ଆପଣଙ୍କୁ କୋଟି କୋଟି ଧନ୍ୟବାଦ। ଆଉ ଡାଇଲଗ ଶୁଣିବା? ଠିକ ଅଛି। ଖରା ହଉଛି, ବର୍ଷା ହଉଛି, ଦୈତାରୀ ବଣ୍ଡା ବାହା ହଉଛି। ଆଜ୍ଞା କଳାମଣି ମାହେ କଳାମଣି ମାହେ ହେ କଳାମଣି ମା ତମ ପାଖକୁ ଭକ୍ତ ହେଇ ଆସିଥିଲି ପ୍ରଭୁ, ହେଲେ ଆଜି ଶବ ହେଇ ମୁଁ ଫେରି ଯାଉଛି। ମୋ ସଂସାର ତମକୁ ଲାଗିଲା ମଣିମା, ମୋ ସଂସାର ତମକୁ ଲାଗିଲା। ଧନ୍ୟବାଦ। ଆଜ୍ଞା ନାଟକ ତୋ ସାଥେ ବନ୍ଧା ମୋ ଜୀବନ ଧରି। ଆଉ ଆପଣଙ୍କର ବେଶୀ ସମୟ ନେବିନି, ଏଇଟା ଶେଷ ରହିଲା। ତାପରେ ଆମର ନାଟକ କାର୍ଯ୍ୟକ୍ରମ ଆରମ୍ଭ କରିବା। ଆପଣମାନେ ଢେର ସମୟ ଅପେକ୍ଷା କଲେଣି। ନାଟକ ଆଜ୍ଞା ଭାଇ ମଞ୍ଚକୁ ଚଢିବ ନାଟକ ଆଜ୍ଞା ଗ୍ରାମ୍ୟ କମିଟି ତରଫରୁ ଆସିଥିଲେ ଆପଣ। ଆଜ୍ଞା ଲୋକମାନଙ୍କ ଭଲ ପାଇବା ଷ୍ଟେଜ ଉପରେ ଅନେକ ଭଲ ପାଇବା ମିଳିଲା। କଣ କହିବେ କେତେ ଖୁସି ଏବଂ ଗଣପତିଙ୍କର ଆଜି ଆପଣଙ୍କର ଭଜନ ମଧ୍ୟ ଗୋଟେ ଆସିଥିଲା, ତାକୁ ମଧ୍ୟ ପ୍ରଦର୍ଶନ କରାଗଲା। ପ୍ରଥମେ ଧନ୍ୟବାଦ ଦେବି ସିଜୁଆର ଯୁବ ଜ୍ୟୋତି ଯୁବକ ସଂଘ କମିଟି ପ୍ରତ୍ୟେକଟି ଭାଇ ମାନଙ୍କୁ ଯୋଉମାନେ ଆଜି ସମୟ ପରିସ୍ଥିତି ମତେ ମଞ୍ଚଠୁ ଦୂରେଇ ରଖିଥିଲେ ବି ସେମାନେ ଆଣି ମତେ ଦର୍ଶକଙ୍କ ସାମ୍ନାରେ ଠିଆ କରିପାରିଛନ୍ତି। ତେଣୁ ତାଙ୍କୁ ପ୍ରଥମେ ବହୁତ ବହୁତ ଧନ୍ୟବାଦ ଦେବି। ଆଉ ଆଜି ଅପେରା ଯାତ୍ରାରାଣୀ ସିଂହ ବାହିନୀର ଆଜି ହଉଛି ସେକେଣ୍ଡ ନାଇଟ୍ ଭୋଳା ଶଙ୍କର ନାଟକ। ତେଣୁ ଭାଇମାନଙ୍କ ଅନୁରୋଧ ରକ୍ଷା କରି ମୁଁ ଆଉ ନ ଆସିବାର କୌଣସି ପ୍ରଶ୍ନ ହିଁ ନାହିଁ। ତେଣୁ ମୁଁ ଆସିକି ପହଞ୍ଚିଥିଲି। ଭାଇମାନଙ୍କୁ ଏବଂ ପ୍ରତ୍ୟେକଟି ଦର୍ଶକ ବନ୍ଧୁ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଏତେ ମାତ୍ରାରେ ଉପସ୍ଥିତ ହେଇଥିବାରୁ। ଭାଇ ଆମେ ଷ୍ଟେଜରେ ଦେଖିଲୁ ଛୋଟ କୁନି ଝିଅଟି ଆସି ଆପଣଙ୍କୁ କୋଳେଇ ପକେଇଲା। ଆପଣଙ୍କୁ ଦେଖି ମଧ୍ୟ ଦର୍ଶକ ମାନେ ପୁରା ମାନେ ଗୋଟେ ଅଦିନିଆ, ଆମେ ସେଇ ଯୋଉ କୁହାଯାଏ ଗାୟକ ସହିତ ତୁଳନା କରିହବନି, ଅଦିନିଆ ରଥଯାତ୍ରା ଦେଖିବାକୁ ମିଳିବ। କଣ କହିବ? ନାଇଁ ସେମିତି ତ ନୁହଁ, ବାସ୍ ଦର୍ଶକ ମାନଙ୍କର ଭଲ ପାଇବା ସମସ୍ତେ ଚାହାନ୍ତି, ପ୍ରତ୍ୟେକଟି କଳାକାର ଚାହେଁ। ଯେହେତୁ ଦର୍ଶକ ଭଲ ପାଇବା ମୋ ସାଙ୍ଗରେ ଅଛି ତ ନିହାତି ମୁଁ ଏହାକୁ ଭାଗ୍ୟ ବୋଲି ମନେ କରିବି। ତାଙ୍କ ପାଖରେ ଚିର କୃତଜ୍ଞ କରିବି। ଆଉ ସମସ୍ତଙ୍କର ମନରେ ସେଇ ଗୋଟିଏ ପ୍ରଶ୍ନ ଆଜ୍ଞା ଏବଂ ଆଜି ଅନେକ ସପୋର୍ଟର୍ସ ମାନେ ଅଛନ୍ତି କି ସେଇ ପ୍ରଶ୍ନର ଅନ୍ତ କେବେ ଘଟିବ, କେବେ ଭାଇ ଚଢିବେ, ତାନି କିଛି ବିବରଣୀ? ଚେଷ୍ଟା ଚାଲିଛି। ଦଶହରାରେ ତ ଚଳିବାର ଥିଲା, କିନ୍ତୁ କଣ ସମୟ ପରିସ୍ଥିତି ନେଇକି ଆଲୋଚନା ଚାଲିଛି। ଦେଖିବା କଣ ହଉଛି। ନିହାତି ତ ଯାହା ହବ ସମସ୍ତେ ଜାଣିବେ। ପୁଣି ସେଇ କ୍ରେଜ ରହିବ ବୋଲି ଆଶା। କିଏ କହିବ ସମୟ କଥା? ଆଜି ମୁଁ ଘରେ ବସିବି ଏ କଥା କଣ କିଏ ଜାଣିଥିଲେ? ଯାହା ହବ ହଠାତ୍ ହିଁ ହବ। ଯଦି କ୍ରେଜ ନ ରହିବ ସେଟା ହଠାତ୍ ଆପଣ ଫିଲ୍ କରିପାରିବେ। କେତେଟା ନାଟକରେ ଅଭିନୟ କରିବ? ସମୟ କହିବ, ସମୟ ହିଁ ସବୁର ଉତ୍ତର ଦବ। ଯାତ୍ରା ଜଗତରେ ପିୟୁଷ ଏକମାତ୍ର ଭିଲିଆନ୍ ଥିଲେ, ଏବେ ତାଙ୍କ ପ୍ରକୃତି ଜନ୍ମ ହେଇଛନ୍ତି। ନିହାତି ଜଣେ ୱାନ୍ ମ୍ୟାନ୍ ଆର୍ମି ଭଲ ନୁହଁ, କାହିଁକି ନା ଯାତ୍ରା ଜଗତ କେବଳ ମୋଠୁ ଆଶା କରେନି। ଏମିତି ଅନେକ କଳାକାର ଅଛନ୍ତି ଯୋଉମାନଙ୍କର ଯାତ୍ରା ଜଗତ ଅନେକ କିଛି ଆଶା କରେ। ତେଣୁ ନବାଗତ ହିସାବରେ ନୂଆ ନୂଆ ପିଲାମାନେ ବହୁତ ସୁନ୍ଦର ଅଭିନୟ କରୁଛନ୍ତି। ତେଣୁ ଟକ୍କର ଦେବା ଦରକାର, ଆଗକୁ ଆସିବା ଦରକାର। କାହିଁକି ଆଗକୁ ଆସିବେନି? ନହେଲେ ଇଣ୍ଡଷ୍ଟ୍ରି ଗ୍ରୋ କରିବ କେମିତି? ଦର୍ଶକଙ୍କ ମନରେ ପିୟୁଷ ଛାପ ଛାଡିଛି। ଲୋକ ଦର୍ଶକ ପିୟୁଷ ପାଇଁ କରୁଛନ୍ତି। ସେମିତି କହିବାକୁ ଗଲେ ବାବୁସାନଙ୍କର ସିନେମା ଚାଲିଛି, ଅନୁଭବ ଭାଇଙ୍କ ସିନେମା କଣ ଚାଲୁନି? ସମସ୍ତଙ୍କର ଦର୍ଶକ ଅଲଗା। ସେଇଟା ତ ହଉଛି ଦର୍ଶକ ମାନଙ୍କ ଭଲ ପାଇବା। ପ୍ରତ୍ୟେକଟି କଳାକାର ସେଥିପାଇଁ ସଂଘର୍ଷ କରନ୍ତି, ମୁଁ କରେ। ଯାତ୍ରା ଜଗତର ପ୍ରତ୍ୟେକଟି କଳାକାର, କଳା ଜଗତରେ ସଂଶ୍ଳିଷ୍ଟ ଥିବା ପ୍ରତ୍ୟେକଟି କଳାକାର ସେଇଥିପାଇଁ ହିଁ ସଂଘର୍ଷ କରନ୍ତି। ସେଇଟା ଆଜ୍ଞା ଦର୍ଶକଙ୍କର ଭଲ ପାଇବା। ସେଲ୍ଫି ହଉଛି ଏକ ମାଧ୍ୟମ, ନହେଲେ ସେ ହଉଛି ଦର୍ଶକଙ୍କର ଭଲ ପାଇବା। ମୁଁ କିଏ ଆଜ୍ଞା? ଦେହରୁ ଏଇ କଳା ଶବ୍ଦଟିକୁ ହଟେଇ ଦେଲା ପରେ ଏ ପୀୟୁଷ ତ୍ରିପାଠୀର ଅସ୍ତିତ୍ୱ କିଛି ନାହିଁ। ତେଣୁ ସେଇ କଳାକୁ ସମ୍ମାନ ଦେଇଛନ୍ତି, ଭଲ ପାଇବା ଦେଇଛନ୍ତି। ସେଇଟା ହିଁ ତାଙ୍କର ମାଧ୍ୟମ ହଉଛି ଗୋଟେ ସେଲ୍ଫି। ଆଉ ଗୋଟେ କଣ ପଚାରୁଥିଲେ? ନା, ରାତାରାତି ଭାଇରାଲ ହବା ପାଇଁ କେହି ଚାହାନ୍ତିନି। ସମସ୍ତେ ଚାହାନ୍ତି ଭଲ ଅଭିନୟ କରିବା ପାଇଁ। କିନ୍ତୁ ଆଜିକାଲିକା ସମୟରେ ତ ଟିକେ କଣ ହେଲେ ସେ କଥାଟା ସୋସିଆଲ ମିଡିଆରେ ପଳେଇ ଆସୁଛି।
ତେଣୁ ଲାଗୁଛି ଯେ ସେଟା ଭାଇରାଲ ହେଲା ଭଳି, କିନ୍ତୁ କୌଣସି କଳାକାର କେବେ ଭାଇରାଲ ହବା ପାଇଁ କିଛି କାମ କରନ୍ତି ନାହିଁ, ସମସ୍ତେ ଭଲ କର୍ମ କରିବା ପାଇଁ ଚେଷ୍ଟା କରନ୍ତି। ଭାଇ ଶେଷରେ ଜୟ ଶମ୍ଭୁ ଭାଇ। ଜୟ ଶମ୍ଭୁ।